25 ବର୍ଷ ତଳର ଇତିହାସ ଯେତେବେଳେ ନବୀନ ପଟ୍ଟନାୟକ ନିଷ୍ପତ୍ତି କଲେ ବିଜୁ ଜନତା ଦଳ ଗଠନ କରିବେ ଏବଂ ବିଜୁ ଜନତା ଦଳ ଗଠନ କରି ବିଜେପି ସାଙ୍ଗରେ ହାତ ମିଳାଇବାର ନିଷ୍ପତ୍ତି ନିଆଗଲା। ମୋର କାଲି ଭଳି ମନେ ପଡ଼ୁଛି ପ୍ରମୋଦ ମହାଜନ ଯେ ସେ ତତ୍କାଳୀନ ବିଜେପିର ନେତା ଥିଲେ, ସେ ଆସିଥିଲେ ମୋ ପାଖକୁ, ମୋତେ କହିଥିଲେ ଆପଣ ବିଜେପି ସାଙ୍ଗରେ ହାତ ମିଳାନ୍ତୁ। ମୁଁ ତାଙ୍କୁ ସ୍ପଷ୍ଟ କହିଥିଲି ଯେ ରାଜନୀତି ଏକ ନୀତିକୁ ଆଧାର କରି ରାଜନୀତି କରାଯାଏ, କିନ୍ତୁ ସାମ୍ପ୍ରଦାୟିକ ଶକ୍ତି ନିକଟରେ ଆମେ କେବେ ମୁଣ୍ଡ ନୁଆଇବୁ ନାହିଁ କି ତାଙ୍କ ସହ କୌଣସି ସମଝୋତା କରିବୁ ନାହିଁ। ରାଜନୀତିରେ କିଏ କେତେବେଳେ ରାଜନୀତିର ଡଷ୍ଟବିନ୍କୁ ଚାଲିଯିବ ବଡ଼ କଥା ନୁହେଁ। ବଡ଼ କଥା ହେଉଛି ନୀତି ସହିତ କମ୍ପ୍ରମାଇଜ କରିବା ତ ସେହିଦିନ ନିଜକୁ ସମାଧି ଦେବା କଥା ରାଜନୀତିରେ। ସେହି କଥା ମୁଁ ଜନତା ଦଳର ବନ୍ଧୁମାନଙ୍କୁ ସେତେବେଳେ ଏକ ଚିଠି ମାଧ୍ୟମରେ କହିଥିଲି ଯେ ଜନତା ଦଳର ବନ୍ଧୁମାନେ ଆପଣମାନେ ସାଇନାଇଡ୍ ଖାଆନ୍ତୁ ନାହିଁ। ବିଜେପି ଏକ ସ୍ଲୋ ପଏଜନ୍, ଆପଣଙ୍କୁ ଦିନେ ନା ଦିନେ ସେ ସମ୍ପୂର୍ଣ୍ଣ ଗିଳିଦେବ ଏବଂ ତାହା 25 ବର୍ଷ ପରେ ପୁଣି ପ୍ରମାଣିତ ହୋଇଛି। ଯେତେବେଳେ କାଲି ମୁଁ ଦେଖିଲି ନବୀନ ବାବୁ ଏକ ବିବୃତ୍ତିରେ କହିଛନ୍ତି ଯେ ଏଣିକି ଆମେ ବିଜେପି ସହ କୌଣସି ସମଝୋତା କରିବୁ ନାହିଁ ଏବଂ ବିଜେପିକୁ ଆମେ ସବୁବେଳେ ପ୍ରତିବାଦ କରିବୁ ତାଙ୍କ ନୀତି ଏବଂ ତାଙ୍କ କାର୍ଯ୍ୟକୁ। ପାର୍ଲାମେଣ୍ଟରେ ରାଜ୍ୟସଭାରେ ତାଙ୍କର ଯେଉଁ ସଭ୍ୟମାନେ ଅଛନ୍ତି ଏବଂ ପାର୍ଲାମେଣ୍ଟ ବାହାରେ ମଧ୍ୟ ବିଜେପିକୁ ବିରୋଧ କରିବେ। ମୁଁ ଜାଣେନା କେତେ ଦୂର ସେ ସେଥିରେ ଷ୍ଟିକ୍ କରିବେ ଆଗାମୀ ଦିନମାନଙ୍କରେ। ଯଦି ପ୍ରକୃତରେ ବିଜେପି ସହ ସମ୍ପର୍କ ସବୁଦିନ ପାଇଁ ତୁଟାଇବାକୁ ଚାହାନ୍ତି ଏବଂ ସାମ୍ପ୍ରଦାୟିକ ଶକ୍ତି ନିକଟରୁ ଦୂରେଇ ରହିବା ପାଇଁ ଚାହାନ୍ତି, ତାହେଲେ ସେ ଲୋକଙ୍କ ନିକଟରେ କହିଦିଅନ୍ତୁ ଯେ 25 ବର୍ଷ ତଳେ ଯେଉଁ ନିଷ୍ପତ୍ତି ମୁଁ ନେଇଥିଲି ସେ ନିଷ୍ପତ୍ତି ବୋଧେ ଠିକ୍ ନଥିଲା ଏବଂ ତାହା ଆଜି ଅକ୍ଷରେ ଅକ୍ଷରେ ଘଟଣା ଯାହା ମୁଁ କହିଥିଲି ସେତେବେଳେ ତାହା ଆଜି ପ୍ରମାଣିତ ହୋଇଛି। ବିଜୁ ଜନତା ଦଳକୁ ସମ୍ପୂର୍ଣ୍ଣ ଭାବେ ଗ୍ରାସ କରିଗଲା ଭାରତୀୟ ଜନତା ପାର୍ଟି ଏବଂ ତାଙ୍କର ସାମ୍ପ୍ରଦାୟିକ ଶକ୍ତି, ଯାହାର ପରିଣାମ ହୋଇଛି ଯେଉଁ ଗଛଗୁଡ଼ିକ ଲଗେଇଥିଲେ ଓଡ଼ିଶାରେ ବିଜୁ ଜନତା ଦଳ ମାଧ୍ୟମରେ ବିଜେପିର ଶାଖା ପ୍ରଶାଖାକୁ ଆମ ରାଜ୍ୟରେ ସେମାନେ ବିଭିନ୍ନ ଜାଗାରେ ରଖିଥିଲେ, ସେ ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି ଏବଂ ସେ ବୃକ୍ଷ ତଳେ ବିଜେଡି ହଜିଯାଇଛି। ଏବଂ ଯେଉଁ କଥା ଆଜି ବି ବିଜୁ ପଟ୍ଟନାୟକଙ୍କର ଯେଉଁ ନୀତି ଥିଲା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ସେ ବାର ବାର ତାଙ୍କ ଜୀବନ କାଳ ଭିତରେ ଲଢ଼ିଥିଲେ, ଯଦି ସେହି କଥାକୁ ବିଜୁ ଜନତା ଦଳ ଏବଂ ନବୀନ ବାବୁ ଯଦି ତାକୁ ପାଳନ କରିଥାନ୍ତେ ତାହେଲେ ବିଜୁ ଜନତା ଦଳର ଏ ଦୁର୍ଦ୍ଦଶା ଆଜି ହୋଇନଥାନ୍ତା। ତେବେ ଯାହା ହେଉ, ରାଜନୀତିରେ ଅନେକ ସମୟରେ ଅନେକ ଶିକ୍ଷା ମିଳେ। ଯଦି ସେ ପ୍ରକୃତରେ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ସେ ବିଜେପି ସହିତ ମିଶିବା ଠିକ୍ ହୋଇନାହିଁ ବୋଲି ନିଜେ ଅନୁଭବ କରୁଛନ୍ତି, ତାକୁ ଲୋକଙ୍କ ନିକଟରେ ପରିଷ୍କାର କହିବେ ଯେ ଅନେକ ସମୟରେ ରାଜନୈତିକ ସ୍ତରରେ ଭୁଲ ନିଷ୍ପତ୍ତି ହୋଇଯାଏ ଏବଂ ସେ ନିଷ୍ପତ୍ତି ପାଇଁ ମୁଁ ନିଜେ ଆଜି ଚିନ୍ତିତ ଏବଂ ସେ ନିଷ୍ପତ୍ତିକୁ ବଦଳେଇଲି ଏବଂ ଆଗାମୀ ଦିନମାନଙ୍କରେ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଆମ ରାଜ୍ୟରେ ଏବଂ ସମଗ୍ର ଦେଶରେ ପୁଣି ଏକ ନୂଆ ଅଭିଯାନ ଆରମ୍ଭ କରିବି। ତାହେଲେ ମୁଁ ଜାଣିବି ଯେ ବିଜୁ ଜନତା ଦଳ ନିଜକୁ ଯେଉଁ ଭୁଲ କରିଥିଲେ ତାର ପ୍ରାୟଶ୍ଚିତ କରିବାକୁ ଯାଉଛନ୍ତି ବୋଲି। ଧନ୍ୟବାଦ।